এই সময় নিমন্তে প্রভু বিশেষ গৌরব পাଆନ୍ତୁ। ବର୍ତ୍ତମାନ ଆମମାନେ ଅନେକ ନୂଆ ନୂଆ ଅନୁଭୂତି ମଧ୍ୟ ଦେଇ ଗତି କରୁଛୁ। ବିଭିନ୍ନ ଅନୁଭୂତି ବାହାରୁ ଆଉ ଭିତରୁ, ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଏବଂ ମାଣ୍ଡଳିକ ଜୀବନରେ ଆମେ ଅନେକ ବିଭିନ୍ନ ପ୍ରତିକୂଳ ଅନୁକୂଳ ପରିସ୍ଥିତି ମଧ୍ୟ ଦେଇକି ଏବଂ ବିଭିନ୍ନ ଅନୁଭୂତି ମଧ୍ୟ ଦେଇକି ଆମେ ଯାତ୍ରା କରୁଛୁ। ଏବଂ ଏପରି ଅନେକ ଗୁଡ଼ିଏ ଘଟଣା ଘଟୁଛି ଯେଉଁଟାକି ଯେଉଁ ବିଶ୍ୱ କି ଆପଣଙ୍କୁ ମୋତେ ଏବଂ ଖ୍ରୀଷ୍ଟୀୟ ମଣ୍ଡଳୀକୁ ବ୍ୟତିବ୍ୟସ୍ତ କରୁଛି। ଅନେକ ଘଟଣା ଘଟୁଛି ଆମମାନଙ୍କ ଚତୁର୍ଦିଗରେ ଆଉ ସବୁ ଜାଗାରେ। ଆଉ ଏ ସମସ୍ତ ବିଷୟ ଆମମାନଙ୍କ ମନରେ ପ୍ରଶ୍ନ ପରେ ପ୍ରଶ୍ନ, ଅନେକ ଗୁଡ଼ିଏ ପ୍ରଶ୍ନ ଉଙ୍କି ଆସୁଛି। ଆଉ ଏ ପ୍ରଶ୍ନ ହେଉଛି କାହିଁକି ଏ ପ୍ରକାର ଘଟଣା ଘଟୁଛି। କିନ୍ତୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଯଦି ଆମମାନଙ୍କର ବାକ୍ୟ ସହିତ ସମ୍ପର୍କ ରହିଛି, ଆମେ ଶୃଙ୍ଖଳିତ ଭାବରେ ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ବା ମାଣ୍ଡଳିକ ପାରିବାରିକ ଜୀବନରେ ଯଦି ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରୁଛୁ, ତାହେଲେ ଆମେ ଅନେକ ବିଷୟ ଜାଣିପାରିବା ଯାହାକି ହଜାର ହଜାର ବର୍ଷ ପୂର୍ବେ ପ୍ରଭୁଙ୍କ ବାକ୍ୟ ବାଇବେଲରେ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଘଟଣା, କ'ଣ ପରେ କ'ଣ ଘଟଣା ଘଟିବ, ଏ ସମସ୍ତ ବିଷୟ ତାଙ୍କର ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଏବଂ ତାଙ୍କର ସେବକମାନଙ୍କ ଦ୍ୱାରା ପ୍ରଭୁ ତାହା ବାକ୍ୟରେ ପ୍ରକାଶ କରିଛନ୍ତି। ଏକଥା ମାନେ ସମସ୍ତେ ଜାଣିଛୁ। ଆଉ ଦିନକୁ ଦିନ ଖ୍ରୀଷ୍ଟୀୟ ମଣ୍ଡଳୀ ଅନେକ ପ୍ରତିବାଧା, ସମସ୍ୟା, ପ୍ରତିକୂଳ ପରିବେଶ, ତାଡ଼ନା, ଅପମାନ, ନିନ୍ଦା, ଲଜ୍ଜା ଏବଂ ବିଭିନ୍ନ ଶତ୍ରୁତା, ବିବାଦ, ହିଂସା ମଧ୍ୟ ଦେଇ ଖ୍ରୀଷ୍ଟୀୟ ମଣ୍ଡଳୀ ଗତି କରୁଛି। ଏ କଥା ମଧ୍ୟ ଆମେ ଜାଣିଛୁ। ଏବଂ ଆମମାନେ ସମସ୍ତେ, ଆପଣ ଆଉ ମୁଁ ବା ଯେକୌଣସି ଖ୍ରୀଷ୍ଟ ବିଶ୍ୱାସୀ ନେତୃସ୍ଥାନୀୟ ଲୋକ, ପ୍ରଭୁଙ୍କ ସେବକ ସେବିକାମାନେ, ଏ ସମସ୍ତ ବିଷୟରୁ ଆମେ କିପରି ଭାବରେ ରକ୍ଷା ପାଇବା ବା ସୁରକ୍ଷିତ ଜୀବନ କାଟିବା, ଶାନ୍ତିରେ, ସୁରକ୍ଷାରେ, ଆନନ୍ଦରେ ପ୍ରଭୁଙ୍କର ସେବା କରିବାକୁ ଆମେ ପାରିବା, এই ସମସ୍ତ ବିଷୟ ମାନଙ୍କ ମନରେ ଚିନ୍ତା ଆସୁଛି। এই ଗତ ଦିନମାନଙ୍କରେ ବା ଗତ ବର୍ଷମାନଙ୍କରେ ଆମେ ଅନେକ ବିଷୟ ଦେଖିଛୁ। ଆଜି ମଧ୍ୟ ଯେତେବେଳେ ବି ଏ କଥା ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚାହୁଁଛି, ଈଶ୍ୱରଙ୍କ ବାକ୍ୟରୁ କିଛି ଅଂଶ ନମ୍ରତାର ସହିତ ଧ୍ୟାନ କରିବା ନିମନ୍ତେ, ବୁଝିବା ନିମନ୍ତେ ଆମେ ଅନେକ ଘଟଣା ଶୁଣିପାରୁଛୁ, ଦେଖିପାରୁଛୁ। ଗତ ବର୍ଷ 2025 ମସିହା ଆମମାନଙ୍କ ସମ୍ମୁଖରେ ଚାଲିଗଲା। ଆଉ ତାର କୌଣସି ଅତୀତର ବିଷୟ ଆମେ କେବଳ ମନେ ପକାଇବା ଛଡ଼ା ବା ସ୍ମୃତିରେ ଆଣିବା ଛଡ଼ା ତାକୁ ଆମେ ପାଇପାରିବା ନାହିଁ ବା ଫେରି ପାରିବା ନାହିଁ। ଏବଂ ଆମେ ଏକ ନୂତନ ବର୍ଷରେ ବର୍ତ୍ତମାନ ଗତି କରୁଛୁ, 2026 ମସିହା। ଏଇଟା ଜାନୁଆରୀ ମାସ। ଆଉ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି। ଭଲ ବିଷୟ ଘଟୁନାହିଁ। ଉତ୍ତମ ବିଷୟ ଯେଉଁଟା ମନୁଷ୍ୟ ଆଶା କରେ, ଭଲ ବିଷୟ, ଏକ ସୁରକ୍ଷିତ, ଏକ ଶାନ୍ତି ପରିବେଶ, ସେଇ ଘଟଣା ଆଉ ନାହିଁ। এটা ସ୍ପଷ୍ଟ ଘଟଣା। ଆମେ ସ୍ୱୀକାର କରୁ, ସ୍ୱୀକାର ନ କରୁ। ପ୍ରଭୁଙ୍କ ବାକ୍ୟରେ ମଣ୍ଡଳୀ ପ୍ରତି ଯେଉଁ ସମସ୍ତ ଘଟଣା ଘଟିବ ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ, ଆଗମନ କହିଲେ ଯେତେବେଳେ ସେ ଶୂନ୍ୟ ମଣ୍ଡଳରେ, ମେଘମାଳାରେ ଆପଣ ମଣ୍ଡଳୀକୁ ନେବା ପାଇଁ ଆସିବେ ତାଙ୍କ ବାକ୍ୟ ପ୍ରମାଣେ, ସେହି ସମୟ ପର୍ଯ୍ୟନ୍ତ ଏବଂ ତାପରେ ମଧ୍ୟ ଯେତେବେଳେ ଭଣ୍ଡ ଖ୍ରୀଷ୍ଟ ପୃଥିବୀରେ 7 ବର୍ଷ ରାଜ୍ୟ କରିବ, କ୍ଲେଶର ସମୟ। କିନ୍ତୁ ତା ପୂର୍ବରୁ ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବା ପୂର୍ବରୁ ମଧ୍ୟ ମଣ୍ଡଳୀ ଅନେକ କଷ୍ଟ କ୍ଲେଶ ଦେଇକି ଯିବ। ଏ କଥା ଈଶ୍ୱରଙ୍କ ବାକ୍ୟରେ ପ୍ରକାଶ କରାଯାଏ। ଆଦ୍ୟ ମଣ୍ଡଳୀରୁ ପାଖାପାଖି 2000 ବର୍ଷ ଉପରେ ହେଲା ଖ୍ରୀଷ୍ଟଙ୍କ ମଣ୍ଡଳୀ ଯେତେବେଳେ ଜେରୁସାଲାମରେ ପ୍ରଥମେ ସ୍ଥାପିତ ହେଲା, ପ୍ରଥମ ଶତାବ୍ଦୀର ମଣ୍ଡଳୀ ପ୍ରେରିତମାନଙ୍କ ଦ୍ୱାରା, ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ମଣ୍ଡଳୀ ଅନେକ ବାଧା, ପ୍ରତିବାଧା, ପରିସ୍ଥିତି ଏବଂ ପ୍ରତିକୂଳ ପରିବେଶ ମଧ୍ୟ ଦେଇକି, ଶତ୍ରୁତାର ଆଉ ମୃତ୍ୟୁ ଛାୟା ମଧ୍ୟ ଦେଇକି ସେ ଗତି କରୁଛି। କିନ୍ତୁ କେବେ ମଧ୍ୟ ମଣ୍ଡଳୀକୁ ପ୍ରଭୁ ହାରିବା ପାଇଁ ଦେଇନାହାନ୍ତି। ଅନେକ ତାଡ଼ନା ଆସିଛି। ଏପରିକି ସେ ମାଥ୍ୟୁ ସୁସମାଚାରରେ କହିଲେ 16 ପର୍ବରେ, ମୁଁ ଆପଣ ମଣ୍ଡଳୀ ତୋଳିବି, ନରକର ବଳ ମଣ୍ଡଳୀକୁ ପରାଜୟ କରିପାରିବ ନାହିଁ।
ବା ନରକର ବଳ ମଣ୍ଡଳୀକୁ ପରାଜୟ କରିବ ନାହିଁ ବୋଲି ପ୍ରଭୁ କହିଛନ୍ତି। ସେଥିପାଇଁ ଯେତେ କଷ୍ଟ, ଯେତେ ବାଧା, କେତେ ମିସ୍ଅଣ୍ଡରଷ୍ଟାଣ୍ଡିଂ, ଭୁଲ ବୁଝାମଣା ଆସିଲେ ସୁଦ୍ଧା ମଣ୍ଡଳୀ, ଖ୍ରୀଷ୍ଟଙ୍କର ମଣ୍ଡଳୀ ସୁସ୍ଥିର, ସଂସ୍ଥାପିତ, ଅଟଳ ହୋଇକି ରହିବ। ଏ କଥା ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ। ଆଉ ଯେତେବେଳେ ବାଧା ଆସିବ ସେତେବେଳେ ମଣ୍ଡଳୀ ବୃଦ୍ଧି ପାଇବ। ବାଧା ପ୍ରଭୁଙ୍କ ବାକ୍ୟ ବିରୁଦ୍ଧରେ ବାଧା, ତାଙ୍କ ନାମ ବିରୁଦ୍ଧରେ, ତାଙ୍କର ସେବା ବିରୁଦ୍ଧରେ, ତାଙ୍କର ଉପାସନା ପ୍ରାର୍ଥନା ବିରୁଦ୍ଧରେ, ତାଙ୍କ ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ କି ବାଧା, କଷ୍ଟ, ଦୁଃଖ ଆସି ପହଞ୍ଚିବ, ତାହା ମଣ୍ଡଳୀକୁ ପତନ ଆଡ଼କୁ ନେବ ନାହିଁ, ତାହା ମଣ୍ଡଳୀକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏଇଟା ଈଶ୍ୱରଙ୍କ ବାକ୍ୟ ପ୍ରମାଣ ଦେଇଛି ଏବଂ ଏଇଟା ଇତିହାସ ମଧ୍ୟ ପ୍ରମାଣ ଦିଏ। ଆଜି ମୁଁ ଉତ୍ସାହ ଦେବା ନିମନ୍ତେ ଆପଣଙ୍କ ନିଜକୁ ଯୋହନ ସୁସମାଚାର 15 ପର୍ବର 18 ପଦରୁ କିଛି ଅଂଶ ମୁଁ ପଢ଼ିବା ପାଇଁ ଚାହୁଁଛି 21 ପଦ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଶୁଣିବା। ଏବଂ ଆମ ମନରେ ଯେଉଁ ପ୍ରଶ୍ନ ଆସୁଛି କାହିଁକି ଏସବୁ ଘଟଣା ଘଟୁଛି ଆଉ ସେଥିରୁ ଆମେ କିପରି ରକ୍ଷା ପାଇବା ବା କି କ'ଣ କଲେ এই ସମସ୍ତ ବିଷୟର ସମାଧାନ ହେବ। ଆମର ନିଜର ଜ୍ଞାନ, ଆମ ନିଜର ବୁଦ୍ଧି, ଆମମାନଙ୍କ ନିଜର କୌଶଳ, ଆମମାନଙ୍କର ନିଜର ଇନଫ୍ଲୁଏନ୍ସ ବା ପ୍ରଭାବ ଦ୍ୱାରା ଆମମାନେ ଏସବୁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିଛୁ ଆଉ କରୁଛୁ। ଆପଣ ବି କରୁଛନ୍ତି, ମୁଁ ବି କରୁଛି, ଆଉ କରିବା ଆବଶ୍ୟକ ବି ରହିଛି। କିନ୍ତୁ ତା ଭିତରେ ବାସ୍ତବରେ କ'ଣ এই ସମସ୍ତ ବିଷୟ ସମାଧାନ ହେବ? ଖ୍ରୀଷ୍ଟୀୟ ମଣ୍ଡଳୀ ଶାନ୍ତିରେ ସୁରକ୍ଷିତ ଭାବରେ ଜୀବନ ଧାରଣ କରିପାରିବ କି ପ୍ରଭୁ ଆଗମନ ପୂର୍ବରୁ? ନା ଏ ପ୍ରକାର ଅବସ୍ଥାରେ ହିଁ ମଣ୍ଡଳୀ ପ୍ରଭୁଙ୍କୁ ଭେଟିବା ପାଇଁ ଯିବ? ପ୍ରଭୁ ଯୀଶୁ ଗୋଟିଏ କଥା କହିଲେ 18 ପଦରେ, ଯୋହନ ସୁସମାଚାର 15 ପର୍ବ 18 ପଦରେ, ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଛି ଏହା ଜାଣ। ସ୍ପଷ୍ଟ ଯୀଶୁଙ୍କ ମୁଖର ବାକ୍ୟ ଏଇଟା। ଏଇଟା ମୋର କି କୌଣସି ପାଳକ ପ୍ରଚାରକଙ୍କର, ପ୍ରଭୁଙ୍କ ଦାସମାନଙ୍କ ବାକ୍ୟ ନୁହେଁ। ଯୀଶୁ କରେ ଜଗତ ମୋତେ ଘୃଣା କରିଛି, ତମମାନଙ୍କୁ ଘୃଣା କରିବ। ଏବଂ ଯୀଶୁଙ୍କୁ ଜଗତ କେତେ ଘୃଣା କରିଛି ଆପଣମାନେ ମୋଠୁ ବେଟର ଜାଣିଛନ୍ତି। ମାଥ୍ୟୁ, ମାର୍କ, ଲୁକ, ଯୋହନ ସୁସମାଚାର ପଢ଼ିବା ଦ୍ୱାରା ଆମେ ଜାଣିଛୁ ଯୀଶୁଙ୍କ ଜୀବନୀ ପ୍ରାରମ୍ଭରୁ ସେ ଜନ୍ମ ହେବା ସମୟଠାରୁ ସେ କୃଷାର୍ପିତ ହେଲେ, କବରକୁ ଗଲେ, 3 ଦିନ ପରେ ଉଠିଲେ, ପୁନରୁତ୍ଥିତ ହେଲେ, ରହିଲେ ଜଗତରେ 40 ଦିନ, ତାପରେ ସ୍ୱର୍ଗାରୋହଣ କଲେ ସେହି ପର୍ଯ୍ୟନ୍ତ, ଏବଂ ଆଉ ଥରେ ତାର ଆଗମନ ସମୟ ଆସି ପହଞ୍ଚିଛି। এই ପର୍ଯ୍ୟନ୍ତ ଡାଇରେକ୍ଟଲି ବା ଇନଡାଇରେକ୍ଟଲି, ପ୍ରତ୍ୟକ୍ଷ ଭାବରେ ପରୋକ୍ଷ ଭାବରେ ଖ୍ରୀଷ୍ଟଙ୍କର ମଣ୍ଡଳୀ ଏବଂ ଯୀଶୁଙ୍କୁ କିପରି ତାଡ଼ନା ଦିଆଯାଉଛି, ତାଙ୍କ ଲୋକମାନଙ୍କୁ କଷ୍ଟ ଦିଆଯାଉଛି, ଆଉ ଏକ ଭୁଲ ବିଭ୍ରାନ୍ତକର ପରିବେଶ ସୃଷ୍ଟି କରାଯାଏ ପ୍ରଭୁଙ୍କ ଲୋକମାନଙ୍କ ବିରୁଦ୍ଧରେ କିପରି ଶୟତାନ ନିଜର କାର୍ଯ୍ୟ କରୁଛି, ଏ କଥା ମାନେ ସମସ୍ତେ ଜାଣିଛୁ। ସେ କହିଲେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ସେ ତାହା ଯେ ମୋତେ ଘୃଣା କରିଛି। କାହା କଥା କହୁଛନ୍ତି? ଜଗତ, ଏକ ନିର୍ଦ୍ଦିଷ୍ଟ ଲୋକାଲ ଏରିଆ କଥା ସେ କହୁନାହାନ୍ତି, କି ଗୋଟେ ନିର୍ଦ୍ଦିଷ୍ଟ ଦେଶ କଥା ମୋତେ କହୁନାହାନ୍ତି, କି ନିର୍ଦ୍ଦିଷ୍ଟ ସୋସାଇଟି କଥା ମୋତେ କହୁନାହାନ୍ତି। ପୃଥିବୀ ସାରା ଯେତେ ଦେଶ ଅଛି, ପ୍ରତ୍ୟେକ ଦେଶରେ ପ୍ରଭୁଙ୍କର ଲୋକମାନଙ୍କ ପ୍ରତି, ଖୋଲାଖୋଲି ଭାବରେ ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି, ଖ୍ରୀଷ୍ଟଙ୍କର ରକ୍ତରେ କ୍ରୀତ ମଣ୍ଡଳୀ ପ୍ରତି, ବିଶ୍ୱାସୀ ପ୍ରତି, ପରିବାର ପ୍ରତି ତାଡ଼ନା, ଅପମାନ, ନିନ୍ଦା, ଲଜ୍ଜା, ଶତ୍ରୁତା, ବିବାଦ, ହିଂସା, ପ୍ରତାରଣା, ସମାଲୋଚନା, ପ୍ରତିଶୋଧ, ଏଗୁଡ଼ାକ ଗୋଟିଏ ପରେ ଗୋଟିଏ ପ୍ରତ୍ୟେକ ଦିନ ଜୀବନ ଆସୁଛି, ଆଉ ତାର ସମାଧାନର ପଥ ନାହିଁ। ଅନେକ ସମୟରେ ସମାଧାନ ହେଲା ଭଳିଆ ଦିଶେ, ବିଭିନ୍ନ ମାଧ୍ୟମରେ ଖ୍ରୀଷ୍ଟୀୟ ମଣ୍ଡଳୀ ନେତୃବର୍ଗ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସେଇଟା ପ୍ରକୃତରେ ସମାଧାନର ପଥ ନୁହେଁ। ତାହା ଦ୍ୱାରା କିଛି ହୁଏ ନାହିଁ, ସେଟା ଅଳ୍ପ ସମୟ ପାଇଁ ଢେଉ କମିଲା ଭଳିଆ, ପୁଣି ଢେଉ ଆସିବ, ଝଡ଼ ତୋଫାନ ଆସିବ, କମିଯିବ, ପୁଣି ଆଉ କେତେ ଦିନ ପରେ ଆଉଥରେ ଝଡ଼ ତୋଫାନ ଆସିବ, এই ପ୍ରକାର ବିଶ୍ୱ ଆସେ। 19 ପଦରେ, ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାନ୍ତ ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ସ୍ନେହ କରନ୍ତା। ବୁଝିପାରୁଛୁ ମୋର ଭାଇ ଭଉଣୀମାନେ, ପ୍ରଭୁଙ୍କ ଦାସ ଦାସୀମାନେ, କାହିଁକି ଆପଣଙ୍କୁ ମୋତେ ଜଗତ ସ୍ନେହ କରେ ନାହିଁ? ଆମେ କାହାର ଶତ୍ରୁତା, ମୁଁ କାହାର ଶତ୍ରୁ ନୁହେଁ, ମୁଁ କାହାକୁ ଶତ୍ରୁତା କରେ ନାହିଁ। ମୋର ଶତ୍ରୁ ବୋଲି ଆଜି ପର୍ଯ୍ୟନ୍ତ କାହାକୁ ଜାଣିନି, ମୋତେ ବହୁତ ବୟସ ହେଇଗଲାଣି। ଆପଣ ମଧ୍ୟ ଯଦି ଆପଣ କିଏ ଶତ୍ରୁ ଭାବୁଥିବ ତ ଆପଣ ତାକୁ ଶତ୍ରୁ ଭାବୁନଥିବେ, କିନ୍ତୁ ଲୋକମାନେ ବିନା କାରଣରେ ଶତ୍ରୁତା, ଈର୍ଷା, ପ୍ରତାରଣା ଏବଂ ପ୍ରତିଶୋଧ ନେବା ପାଇଁ ସବୁ ଦିଗରେ ଚେଷ୍ଟା କରନ୍ତି। ଲୋକମାନେ ଅନ୍ୟାୟ କରନ୍ତି, ଆଉ ଅନ୍ୟାୟକୁ ଲୋକମାନେ ଜାଣିକି ସମର୍ଥନ କରନ୍ତି।
जो लोक अन्याय करे से जाने ମୁଁ ଅନ୍ୟାୟ କରୁଛି ଆଉ ଯେଉଁମାନେ ସମର୍ଥନ କରନ୍ତି ସେମାନେ ବି ଜାଣନ୍ତି ଯେ ଆମେ ଅନ୍ୟାୟକୁ ସମର୍ଥନ କରୁଛୁ, ଯାହାକି ସ୍ୱର୍ଗ ଦୃଷ୍ଟିରେ ବା ଈଶ୍ୱର ବା ସୃଷ୍ଟିକର୍ତ୍ତାଙ୍କ ଦୃଷ୍ଟିରେ ଏକ ଦଣ୍ଡନୀୟ ଅପରାଧ। କେବେ ସେ ଦଣ୍ଡ ଆସିବ? ସେଇଟା ପ୍ରଭୁଙ୍କ ଟାଇମରେ ଆସିବ। ଯେତେବେଳେ ପ୍ରଭୁ ବିଚାର କରିବାକୁ ଆରମ୍ଭ କରିବେ ସେହି ସମୟରେ କେହି ମଧ୍ୟ ତାଙ୍କ ବିଚାର ସିଂହାସନ ସମ୍ମୁଖରୁ ରକ୍ଷା ପାଇବେ ନାହିଁ। ଏକଥା ବାଇବେଲ ପ୍ରକାଶ କରେ ସ୍ପଷ୍ଟ ଭାବରେ। କହିଲେ ବହୁତ ସମୟ ଲାଗିବ। ଏଥିପାଇଁ ଲେଖାଯାଇଛି, ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାନ୍ତ, ହଁ ଜଗତରୁ ଉତ୍ପନ୍ନ ହେଇଛୁ, କିନ୍ତୁ ଏତିକି ପ୍ରଭେଦ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଆଉ ପ୍ରଭୁ ବୋଲି ଗ୍ରହଣ କରିଛୁ ଏବଂ ଆମମାନେ ତାଙ୍କୁ ହୃଦୟର ମାଲିକ, ଜୀବନର ମାଲିକ, ପରିବାରର ମାଲିକ ବୋଲିକି ଆମେ ଗ୍ରହଣ କରିଛୁ, କର୍ତ୍ତା ବୋଲି ଗ୍ରହଣ କରିଛୁ। ଆଉ ସେ ପ୍ରଭୁ ଅଟନ୍ତି କଥା ଆମେ ସ୍ପଷ୍ଟ ଜାଣିଛୁ, ଯୋଉଥିପାଇଁ ଆମେ ତାଙ୍କର ସେବା, ଆରାଧନା, ଉପାସନା କରୁଥିବା ଯୋଗୁଁ ଅନ୍ଧକାର ଶକ୍ତି ଶୟତାନ ତାହା ସହ୍ୟ କରିପାରୁନାହିଁ। ଯେହେତୁ ବାଇବେଲର ଆରମ୍ଭରୁ ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ଦେଖିଲେ ଆମେ ଜାଣିବା ଶୟତାନ କି ପ୍ରକାର ଭାବରେ ଆରମ୍ଭରୁ ପ୍ରଭୁଙ୍କ ବିରୁଦ୍ଧରେ ଯାଇଛି, ପ୍ରଭୁଙ୍କ ଲୋକଙ୍କ ବିରୁଦ୍ଧରେ ଯାଇଛି, ଆଜି ବି ଯାଉଛି, ଆସନ୍ତାକାଲି ବି ଯିବ। ଆଉ ତାର ଶେଷ ଗତି ଅନନ୍ତ ଅଗ୍ନିମୟ ଗନ୍ଧକମୟ ହ୍ରଦରେ ପ୍ରଭୁ ତାକୁ ଦଣ୍ଡ ଦେବେ। ଆଉ ସେଇଦିନ ଏହି ପୃଥିବୀରେ ନ୍ୟାୟ ଫେରିବ, ଧାର୍ମିକତା ଫେରିବ। ଆଉ ପ୍ରଭୁଙ୍କ ଲୋକମାନେ, ନିରୀହ ଲୋକମାନେ, ତାଡ଼ିତ ଅପମାନିତ ନିନ୍ଦ ଲୋକମାନେ ନ୍ୟାୟ ପାଇବେ। ସେହି ସମୟ ପର୍ଯ୍ୟନ୍ତ ଏଇଟା ଚାଲିଥିବ। ଏଇଟା ବାଇବେଲ କହୁଛି, ଏଇଟା ମୁଁ କହୁନାହିଁ, ମୋତେ କ୍ଷମା କରନ୍ତୁ। ତେବେ ଜଗତ ତୁମମାନଙ୍କୁ ଆପଣ ଲୋକ ବୋଲି ସ୍ନେହ କରନ୍ତା, କିନ୍ତୁ ତୁମ୍ଭେ ମାନେ ଜଗତରୁ ଉତ୍ପନ୍ନ ନୁହଁ। ସ୍ପଷ୍ଟ ପ୍ରଭୁ କହିଲେ, ତୁମେ ଜଗତ ଉତ୍ପନ୍ନ ହୋଇନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥି ନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। ମୋର ଭାଇମାନେ, ଭଉଣୀମାନେ, ଯଦି ଆପଣ ଯୋଉଠି ବି ଥାଆନ୍ତୁ, ଆପଣଙ୍କୁ ଉତ୍ସାହ ଦେବା ନିମନ୍ତେ ମୁଁ ନମ୍ରତାର ସହିତ କହୁଛି, କେବଳ ଆପଣଙ୍କୁ ନାହିଁ, ମୋତେ ନିଜକୁ ମଧ୍ୟ। ଯେହେତୁ ମୁଁ ବି ଅନେକ ପରିସ୍ଥିତି ମଧ୍ୟ ଦେଇ ଯାଇଛି, ଯାଉଛି, ଜାଣିଛି, ଆପଣ ବି ଜାଣିଛନ୍ତି ଅଳ୍ପ ବହୁତ। ଏଥିପାଇଁ ଆମେ ଜଗତରେ ଜନ୍ମ ହେଇଛୁ, କି କେତେ ବର୍ଷ ବଞ୍ଚିବ ତାର କିଛି ଠିକ ଠିକଣା ନାହିଁ। 50 ବର୍ଷ, 60 ବର୍ଷ, 80 ବର୍ଷ, 90 ବର୍ଷ, 100 ବର୍ଷ, କି ଯୁବା ଅବସ୍ଥାରେ ମଧ୍ୟ ଲୋକମାନେ ଚାଲିଯାଆନ୍ତି। ଯେତିକି ସମୟ ଜଗତରେ ଅଛୁ, ତା ଭିତରେ ଆମେ ଏକ ପ୍ରତିକୂଳ ପରିବେଶ ଭିତରେ ଢେଉ ସହିତ ମୁକାବିଲା କରି ଡଙ୍ଗା ଯେପରି ଆରପାରିକୁ ଯାଏ, ସେହି ପ୍ରକାର ଆମଙ୍କର ଆତ୍ମିକ ଜୀବନରେ ଆମେ ଗତି କରୁଛୁ ବା ପ୍ରଭୁଙ୍କ ସହିତ ଚାଲିବା ପାଇଁ ଆମେ ସର୍ବଦା ନମ୍ରତାର ସହିତ ଚେଷ୍ଟା କରୁଛୁ। ଆଉ ଯୀଶୁ କହିଥିଲେ ଯେ ମୋ ପଛରେ ଅନୁଗମନ କରିବ, ସେ ଆପଣ କ୍ରୁଶ ବହନ କରିକି ମୋ ପଛରେ ଆସୁ। ଆପଣଙ୍କୁ ଅସ୍ୱୀକାର କରୁ, ଲୋକ ତୁମକୁ ଘୃଣା କରିବେ, ଏଟା ଆଗରୁ କୁହାଯାଇଛି। ଏଥିପାଇଁ ଆପଣ ମୁଁ ଲୋକଙ୍କର ଶ୍ରଦ୍ଧା, ସ୍ନେହ, ସହାନୁଭୂତି ପାଇବା ଆଶା କରିବା ବୃଥା। କିନ୍ତୁ ଆମମାନଙ୍କ ସର୍ବଦା ଚେଷ୍ଟା ରହିବ ଆମେ ସମସ୍ତଙ୍କ ସହିତ ଶାନ୍ତିରେ ବାସ କରିବା, ପ୍ରେମରେ ବାସ କରିବା, ଠିକ ବୁଝାଣେ ବାସ କରିବା, ମର୍ଯ୍ୟାଦାର ସହିତ ବାସ କରିବା, ଲୋକମାନଙ୍କୁ ମର୍ଯ୍ୟାଦା ଦେବା। ଆମ ପ୍ରତି ଯିଏ ଶତ୍ରୁତା କଲା, ବିବାଦ କଲା, ଆମେ ପ୍ରତିଶୋଧ ପରଣ ହେବା ନାହିଁ। ପ୍ରଭୁଙ୍କର ସମସ୍ତ ଶିକ୍ଷା ଭିତରେ ଶ୍ରେଷ୍ଠ ଶିକ୍ଷା, ଶତ୍ରୁକୁ ପ୍ରେମ କର ଆଉ ଶତ୍ରୁ ପାଇଁ ପ୍ରାର୍ଥନା କର। ଯିଏ ତୁମକୁ ତାଡ଼ିତ, ନିନ୍ଦିତ ବା ତାଡ଼ନା ନିନ୍ଦା କରନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କର। କି ଅଦ୍ଭୁତ ଶିକ୍ଷା ଏଇଟା, ଶତ୍ରୁକୁ ପ୍ରେମ କର। ଆଉ କିଏ ବାମ ଗାଲରେ ଚାପଡ଼ା ମାରିଲେ ଡାହାଣ ଗାଲ ଦେଖେଇ ଦିଅ, ଯୀଶୁଙ୍କର ବାକ୍ୟ ଏଇଟା। ତାଙ୍କର ପର୍ବତ ଉପଦେଶ ଯେ ସେ କହିଲେ ମାଥ୍ୟୁ ସୁସମାଚାରରେ, ଏ ସମସ୍ତ ସେ କହିଛନ୍ତି। ଏଥିପାଇଁ ବିନା କାରଣରେ ଆପଣ କି ମୁଁ କି କୌଣସି ଖ୍ରୀଷ୍ଟୀୟ ମଣ୍ଡଳୀ ଯେକୌଣସି ଜାଗାରେ ହଉନା କାହିଁକି, ମୁଁ କେବଳ ଆମର ଲୋକାଲ କଥା କହୁନାହିଁ ବା ଆମମାନଙ୍କର ଅଞ୍ଚଳ କଥା କହୁନାହିଁ, କି ଆମମାନଙ୍କର ଜାଗା କଥା କହୁନାହିଁ, କି ଆମମାନଙ୍କ ଦେଶ କଥା କହୁନାହିଁ, ପ୍ରତ୍ୟେକ ଜାଗାରେ ଖ୍ରୀଷ୍ଟୀୟଙ୍କ ମଣ୍ଡଳୀ ତାଡ଼ିତ, ନିନ୍ଦିତ, ଅପମାନିତ। କିନ୍ତୁ ତା ଭିତରେ ପ୍ରଭୁ ଧୈର୍ଯ୍ୟ ଦେଇଛନ୍ତି ଆମମାନଙ୍କୁ। ସେ କହିଲେ ତୁମକୁ ମନୋନୀତ କରିଛି, ବାଛିଛି, ଚୋଜନ, ଜଗତର ତୁମକୁ ସେପାରେଟ କରିଦେଇଛି, ପୃଥକ କରିଛି ମୋର ଲୋକ କରିବା ପାଇଁ, ମୋ ରାଜ୍ୟକୁ ନେବା ପାଇଁ, ଅନନ୍ତ ରାଜ୍ୟକୁ। ଏକଥା ଭୁଲିଯିବା ନାହିଁ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ସେ କହିଲେ ବରଂ ମୁଁ ତୁମମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଛି। ୟୁ ଆର୍ ଚୋଜନ, ଆପଣ ମନୋନୀତ। ଏଥିପାଇଁ ଏଇଟା ଆସୁଛି ଘଟଣା, ଏ ଘଟଣା ଯୋଉ ଘଟୁଛି ଆପଣଙ୍କ ଜୀବନରେ, କି ମୋ ଜୀବନରେ, କି ମଣ୍ଡଳୀ ଜୀବନରେ, କି ପରିବାର ଜୀବନରେ, ଅନେକ ନିରୀହ ଲୋକମାନେ ତାଡ଼ିତ, ନିନ୍ଦିତ, ତାଙ୍କ ପାଇଁ ଭଏସ କାହାର ନାହିଁ, ତାଙ୍କ ସପକ୍ଷରେ ବିପଦ କହିବା ପାଇଁ ଲୋକ ନାହିଁ, ନ୍ୟାୟ ନାହିଁ। ନ୍ୟାୟ ଦେଲା ଭଳିଆ ଲାଗୁଛି, କିନ୍ତୁ ନ୍ୟାୟ ମିଳୁନାହିଁ ଲୋକମାନଙ୍କୁ। ପ୍ରତ୍ୟେକ ଦିନ ଆମେ ଖବରକାଗଜରେ ପଢୁଛୁ, ଆମେ ସୋସିଆଲ ସାଇଟରେ ଦେଖୁଛୁ, ନ୍ୟୁଜରେ ଶୁଣୁଛୁ, କୋଉଠି କ'ଣ ହଉଛି ଏଇଟା ମୁଁ ବର୍ଣ୍ଣନା କରିବାର କୌଣସି ଆବଶ୍ୟକ ନାହିଁ, ଯେହେତୁ ଆପଣ ଏଇଟା ଭଲରେ ଜାଣିଛନ୍ତି।
ଏବଂ ସେ କହିଛନ୍ତି ଏଥି ନିମନ୍ତେ ଜଗତ ତୁମମାନଙ୍କୁ ଘୃଣା କରେ, ଦାସ ଆପଣା କର୍ତ୍ତା ଠାରୁ ଶ୍ରେଷ୍ଠ ନୁହେଁ। ମୁଁ ତୁମ୍ଭମାନଙ୍କୁ ଏଇ ଯେଉଁ ବାକ୍ୟ କହୁଛି ତାହା ସ୍ମରଣ କର। এইটা হচ্ছে ମଣ୍ଡଳୀର ଆଜି ଅସୁବିଧା, ଯେ ମଣ୍ଡଳୀ ସ୍ମରଣ କରୁନାହିଁ, ମନେ ପକାଉନାହିଁ ପ୍ରଭୁ କ'ଣ କ'ଣ କହିଛନ୍ତି ଚାରି ସୁସମାଚାରରେ, ଏବଂ ପ୍ରେରିତମାନେ ତାଙ୍କ ଚିଠାମାନଙ୍କର କ'ଣ କ'ଣ ଲେଖିଛନ୍ତି ଆଗରୁ ମଣ୍ଡଳୀକୁ ନିଷ୍ଠା ଦେବା ନିମନ୍ତେ, ଉତ୍ସାହ ଦେବା ନିମନ୍ତେ, ବା ମଣ୍ଡଳୀକୁ ଶକ୍ତିଯୁକ୍ତ କରିବା ପାଇଁ ଆତ୍ମିକ ଜୀବନରେ ଆଗକୁ କ'ଣ ଘଟିବ ତାକୁ ମଧ୍ୟ ପ୍ରାଞ୍ଜଳ ଭାବରେ ପ୍ରକାଶିତ ବାକ୍ୟରେ ପ୍ରଭୁ ପ୍ରକାଶ କରିଛନ୍ତି। ପ୍ରେରିତମାନଙ୍କ ଜୀବନରେ କ'ଣ ଘଟିଲା, ପ୍ରେରିତ କ୍ରିୟା ବିବରଣରେ ମଧ୍ୟ ଆମେ ତାହା ପଢ଼ୁଛୁ, ଶୁଣୁଛୁ ସେ ବାକ୍ୟ। ହେଲେ ମଧ୍ୟ ହଠାତ୍ ଆସୁଛି ମନ ଭିତରେ କାହିଁକି, ଏ ପ୍ରଶ୍ନ ଆସୁଛି କାହିଁକି, କେବେ ସମାଧାନ ହେବ, କେମିତି ହେବ, କାହିଁକି ମୋ କଥା ଶୁଣାଯାଉ ନାହିଁ, ମୋ କଥା କାହିଁକି ଗ୍ରହଣ କରାଯାଉନି, ଆମର ସମସ୍ୟା କାହିଁକି ବୁଝୁନାହାନ୍ତି। এই ପ୍ରକାର ଚିନ୍ତାଧାରା ଆପଣଙ୍କ ଜୀବନରେ, ମୋ ଜୀବନରେ ମଧ୍ୟ ଅଛି। ପ୍ରଭୁଙ୍କ ବାକ୍ୟ କହୁଛି ବାବୁ, এটা ଆପଣଙ୍କର ମୋର ବାକ୍ୟ ନୁହେଁ, এটা କୌଣସି ପାଳକ ପ୍ରଚାରକଙ୍କର ବାକ୍ୟ ନୁହେଁ, এটা ମନଗଢ଼ା କଥା ନୁହେଁ, এটা ଈଶ୍ୱରଙ୍କ ବାକ୍ୟ, ଈଶ୍ୱରଙ୍କ ବାକ୍ୟ, ମୁଖ ନିରୂପିତ ବାକ୍ୟ। ଆମେ ହୁଏତ ବୁଝିପାରୁନା ଅନେକ ବିଷୟ, ଆଉ ସେଥିପାଇଁ ଲୋକମାନେ ରଙ୍ଗ ଇଣ୍ଟରପ୍ରିଟେସନ କରନ୍ତି, ଭୁଲ ଭାବରେ ତାକୁ ବ୍ୟାଖ୍ୟା କରନ୍ତି। ଏପରିକି ଖ୍ରୀଷ୍ଟିଆନ ସମାଜରେ, ମଣ୍ଡଳୀରେ ବାଇବଲର ଭୁଲ ଖୋଜିବା ପାଇଁ ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ, ପ୍ରଭୁ ଦାସଦାସୀମାନେ ମଧ୍ୟ ଦୁଃସାହସ କରନ୍ତି। କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅଟଳ, ଯେ କେବେ ମଧ୍ୟ ପରିବର୍ତ୍ତନ ହେବ ନାହିଁ। ଆମେ ପ୍ରଭୁଙ୍କ ବାକ୍ୟରୁ ଯେଉଁ ଅଂଶ ପଢ଼ିଲୁ ବର୍ତ୍ତମାନ ଆପଣ ଦେଖିପାରୁଥିବେ କ'ଣ ଲେଖାଯାଇଛି। ଯେଉଁ ବର୍ଷ ଆମେ ପଢ଼ିଲୁ 19-20 ଲେଖାଯାଇଛି, ଦାସ କର୍ତ୍ତା ଠାରୁ ଶ୍ରେଷ୍ଠ ନୁହେଁ। ଆମମାନଙ୍କର କର୍ତ୍ତା କିଏ? ପ୍ରଭୁ ଯୀଶୁ, ମାଲିକ, ପ୍ରଭୁ, ଲର୍ଡ। ଆମେ ତାଙ୍କ ଦାସ। ସେ ଆମକୁ ଦାସ ବୋଲି କହୁନାହାନ୍ତି, ସେ କହିଲେ ମୁଁ ତୁମକୁ ଆଉ ଦାସ କହୁନି, ମୁଁ ତୁମକୁ ବନ୍ଧୁ ବୋଲି କହୁଛି। କାହିଁକି ବନ୍ଧୁ ବୋଲି କହୁଛି? ପିତାଙ୍କ ଠାରୁ ମୁଁ ଯାହା ଶୁଣିଛି, ବା ମୁଁ ଯେଉଁଟା ନିର୍ଦ୍ଧାରଣ କରିଛି ସ୍ୱର୍ଗରେ, ମଣିଷ ହେଇକି ସିନା ଜନ୍ମ ହେଇଗଲି, ବେଥଲେହେମରେ ଜନ୍ମ ହେଲେ ମଣିଷ ରୂପ ଧାରଣ କରି ରକ୍ତ ମାଂସ ଧାରି, କିନ୍ତୁ ସେ ଅନାଦି ଅନନ୍ତ ପରମେଶ୍ୱର, ତାଙ୍କ ନାମ ପରାକ୍ରାନ୍ତ ପରମେଶ୍ୱର, ତାଙ୍କ ନାମ ଅନାଦିକାଳୀନ ପିତା ବା ଅନନ୍ତକାଳୀନ ପିତା, ସେ ଶାନ୍ତି ରାଜା, ପରାକ୍ରାନ୍ତ ପରମେଶ୍ୱର, ଏକମାତ୍ର ଅଜର ଅମର ଅଗମ୍ୟ ଜ୍ୟୋତି ନିବାସୀ, ଏକମାତ୍ର ସମ୍ରାଟ, ପ୍ରଭୁମାନଙ୍କ ପ୍ରଭୁ, ରାଜାମାନଙ୍କ ରାଜା। ଏଇଟା ଯୀଶୁଖ୍ରୀଷ୍ଟଙ୍କ ନାଁ। ତାଙ୍କ ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ଈଶ୍ୱର। ଲୋକ ପଚାରୁଛନ୍ତି ଯୀଶୁ କ'ଣ ଈଶ୍ୱର? ହଁ, ଯୀଶୁ ଈଶ୍ୱର ସ୍ୱୟଂ। ସେ ଲିମିଟେଡ୍ ହେଇଗଲେ ବା ସୀମିତ ହେଇଗଲେ, ମଣିଷ ହେଇକି କୁମାରୀ କନ୍ୟା ମାତା ମରିୟମଙ୍କ ଗର୍ଭରୁ ଜନ୍ମ ହେବାରୁ ସୀମିତ ହେଇଗଲେ। ସେ ଶତକଡ଼ା 100% ମଣିଷ, ସେ ଶତକଡ଼ା 100% ଈଶ୍ୱର। ଈଶ୍ୱର ହେଲେ ମଧ୍ୟ ସେ ମଣିଷ ହେଲେ, ମନୁଷ୍ୟ ହେଇକି ଦାସ ହେଲେ, ଦାସ ହେଇକି ନିଜକୁ ଶୂନ୍ୟ କଲେ ଏବଂ କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ ପିତାଙ୍କର ଆଜ୍ଞାବହ ହେଲେ। ଏ କଥା ଈଶ୍ୱରଙ୍କ ବାକ୍ୟ ବାଇବଲ ଫିଲିପି 2:5 ତଳକୁ ପଢ଼ିଲେ ଆମେ ଜାଣିବାକୁ ପାଇବା। ହେଲେ କ'ଣ ଲେଖାଯାଇଛି? ସେ ଯେଉଁ କଥା କହିଛନ୍ତି, ଆକାଶ ମଣ୍ଡଳ ଆଉ ପୃଥିବୀ ଲୋପ ପାଇବ, ସେ କହିଛନ୍ତି କଥା। କିନ୍ତୁ ତାଙ୍କ ମୁଖ ନିର୍ଗତ ବାକ୍ୟ, ପବିତ୍ରାତ୍ମାଙ୍କ ଦ୍ୱାରା ପ୍ରଭୁଙ୍କ ଦାସମାନଙ୍କ ମୁଖରେ ଯେଉଁ କଥା ସେ ପ୍ରକାଶ କଲେ, 1600 ବର୍ଷ ଲାଗିଛି ଲେଖିବା ପାଇଁ। 40 ଜଣ ଲୋକମାନଙ୍କୁ ଆତ୍ମାଙ୍କ ଦ୍ୱାରା ଏଟା ଲେଖାଇଛନ୍ତି ପ୍ରଭୁ। ସେଇ ସମସ୍ତ ବିଷୟ ଗୋଟିଏ ମଧ୍ୟ ବିନ୍ଦୁ ମାତ୍ରା ଲୋପ ପାଇବ ନାହିଁ, କମା କି ସେମିକୋଲନ୍ ଲୋପ ପାଇବ ନାହିଁ। ଏଥିପାଇଁ ମୋର ଭାଇ ଭଉଣୀମାନେ, ଆମେ ଯେତେ ନେଗେଟିଭ କଥା ଶୁଣିଲେ ସୁଦ୍ଧା, ଯେତେ ନିରାଶ ହତାଶଜନକ କଥା ଶୁଣିଲେ ସୁଦ୍ଧା ବା ଦେଖିଲେ ଆମ ଚତୁର୍ଦିଗରେ ଘଟିଲେ, ଈଶ୍ୱରଙ୍କ ବାକ୍ୟ ପରିବର୍ତ୍ତନ କେବେ ହେବ ନାହିଁ। ଆପଣ ଆଉ ମୁଁ ଭୁଲ ଇଣ୍ଟରପ୍ରିଟେସନ କରିପାରୁ। ଆଉ ଜଣେ କିଏ ବାଇବେଲ ପଢ଼ି ନଥିବା ଲୋକ ଈଶ୍ୱରଙ୍କ ବାକ୍ୟ ବାଇବେଲ ପାଇକି ଏପଟ ସେପଟ ଟିକେ ପଢ଼ିକି କ'ଣ ତ ଯୀଶୁଙ୍କ ବିରୁଦ୍ଧରେ, ମଣ୍ଡଳୀ ବିରୁଦ୍ଧରେ, ଖ୍ରୀଷ୍ଟଙ୍କ ବିରୁଦ୍ଧରେ, ବାକ୍ୟ ବିରୁଦ୍ଧରେ ଅନେକ କଥା କହୁଛନ୍ତି ମଧ୍ୟ ଲୋକ। ସେଥିରେ କିଛି ଦୁଃଖ କରିବାର ନାହିଁ। କାହିଁକି ନାହିଁ ଜାଣିଛନ୍ତି କି? ବ୍ରାଇଲ ଲେଖା ହେଇଛି, ଏଠି ଲେଖାଯାଇଥିବା ବିନ୍ଦୁ ବିସର୍ଗ, ବିନ୍ଦୁ କି ମାତ୍ରା ବିଲୋପ ପାଇବ ନାହିଁ। ଚନ୍ଦ୍ରବିନ୍ଦୁ, ଅନୁସ୍ୱାର, ଏଗୁଡ଼ା ବିସର୍ଗ, ଏଗୁଡ଼ା ଗୋଟେ ବି ଲୋପ ପାଇବ ନାହିଁ। ଯେହେତୁ ଏବ୍ରି ଭାଷାରେ ଯେଉଁ ବାଇବେଲ ଲେଖାଯାଇଥିଲା, ଆରାମିକ ଭାଷାରେ, ଗ୍ରୀକ ଭାଷାରେ, ସେଠିକାର ବିନ୍ଦୁର ମଧ୍ୟ ଅର୍ଥ ରହିଛି, ଆମର ମଧ୍ୟ ବିନ୍ଦୁର ଅର୍ଥ ରହିଛି। ଏଥିପାଇଁ ଏ ବିଷୟ ଆଗକୁ ଯିବା ପୂର୍ବରୁ ଆଉ ଟିକେ ବିଷୟ ମୁଁ ଦେଖିବା ପାଇଁ ଚାହୁଁଛି। ଆପଣ ଦେଖନ୍ତୁ ପ୍ରଭୁଙ୍କ ବାକ୍ୟରେ କ'ଣ ଲେଖା ହେଇଛି। ମାଥ୍ୟୁ ଲିଖିତ ସୁସମାଚାର 24 ପର୍ବର 34 ପଦ। ତାଙ୍କ ବାକ୍ୟ ଯେ ଅଟଳ, ସଂସ୍ଥାପିତ, ସୁସ୍ଥିର, ତା ପରିବର୍ତ୍ତନ ହେବ ନାହିଁ, ଏ କଥାର ଗ୍ୟାରେଣ୍ଟି ପ୍ରଭୁ ଦେଇଛନ୍ତି।
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ପ୍ରଭୁ କହୁଛନ୍ତି। ସେ କହିଲେ ଆମ୍ଭେ ପଥ, ଆମ୍ଭେ ସତ୍ୟ, ଆମେ ଜୀବନ। ଆଉ ସେ କହୁଛି ମୁଁ ସତ୍ୟ କହୁଛି, ମୁଁ ସତ୍ୟ, ଆଉ ମୁଁ ସତ୍ୟ କହୁଛି। ଏ ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଯାହା ଯାହା 24 ପର୍ବର ଆଗମନ ସମ୍ବନ୍ଧରେ ଲେଖାଯାଇଛି ବା ମଣ୍ଡଳୀ ପାଇଁ ଲେଖା ହେଇଛି, ଇସ୍ରାଏଲ ଜାତି ପାଇଁ ଲେଖାଯାଇଛି, ପ୍ରଭୁଙ୍କୁ ଜାଣିଥିବା ଲୋକଙ୍କ ପାଇଁ ଲେଖା ହେଇଛି, ପ୍ରଭୁଙ୍କୁ ନ ଜାଣିବା ଲୋକଙ୍କ ପାଇଁ ଲେଖା ହେଇଛି, ଆସନ୍ତା ଦିନମାନଙ୍କରେ କ'ଣ ହେବ ଏଇ 24 ପର୍ବରେ ମାର୍କରେ ଆଉ ଲୁକ ଯୋହନ ସୁସମାଚାରରେ ଲେଖାଯାଇଛି। ଏଇଠି ସେ କହୁଛନ୍ତି, ଆମେ ଦେଖିପାରୁଛୁ 24 ପର୍ବର 34 ପଦ ମୁଁ ପଢୁଥିଲି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନର ପୁରୁଷ କୌଣସି ପ୍ରକାର ଲୋପ ପାଇବ ନାହିଁ। ବର୍ତ୍ତମାନ ଏଇ ପ୍ରେଜେଣ୍ଟ ଜେନେରେସନରେ ଘଟଣା ଘଟିବ। ଏଇ ପ୍ରେଜେଣ୍ଟ ଜେନେରେସନ ବା ବର୍ତ୍ତମାନର ପୁରୁଷ ବିଷୟରେ କହିବା ପାଇଁ ଆଜି ମୋ ପାଖରେ ସମୟ ନାହିଁ, ଯେହେତୁ ଏଇଟା ଆଉ ଗୋଟିଏ ସବଜେକ୍ଟ। ତଳେ କ'ଣ ଲେଖା ହେଇଛି? ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ଏଇଟା ଯୀଶୁଙ୍କ ବାକ୍ୟ। ଆଉ ସେଇ ଥରେ କହୁକୁ କହିଲେ ନାହିଁ କଥା ନାହିଁ, ହଁ କଥା ହଁ। ବାଇବେଲରେ ନାହିଁ କଥା ନାହିଁ, ଯୋଉଟା ପ୍ରଭୁ ନାହିଁ କହିଲେ ନାହିଁ, ହଁ କହିଲେ ହଁ। ତାକୁ କେହି ପରିବର୍ତ୍ତନ କରିବେନି। ଯୋଉ କବାଟ ସେ ଖୋଲିବେ ତାକୁ କେହି ବନ୍ଦ କରିପାରିବେ ନାହିଁ, ଯୋଉ କବାଟ ପ୍ରଭୁ ବନ୍ଦ କରିବେ ତାକୁ କେହି ବି ଖୋଲି ପାରିବେନି। ଏଥିପାଇଁ ସେ ଯାହା କହିଛନ୍ତି ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରତି, ପ୍ରଭୁଙ୍କ ଲୋକଙ୍କ ପ୍ରତି, ସାରା ପୃଥିବୀରେ କ'ଣ କ'ଣ ଘଟଣା ଘଟିବ, ଅତୀତରେ ଘଟିଛି, ଏବେ ଘଟୁଛି, ଆଗକୁ ଘଟିବ, ସବୁ କଥା ସଫଳ ହେବ। ଆପଣ ଆଉ ମୁଁ କି ଆଉ କିଏ ଚେଷ୍ଟା କଲେ ମଧ୍ୟ ତା ସମାଧାନ ହେବ ନାହିଁ, ଯେହେତୁ ପ୍ରଭୁ କହିଛନ୍ତି ଏଇଟା ଘଟଣା ଘଟିବ। ଆଉ ସେଟା ପ୍ରସବ ବେଦନାର ଆରମ୍ଭ ମାତ୍ର। କାହିଁ ଛୁଆ ପ୍ରସବ ହେବା ପୂର୍ବରୁ ଗର୍ଭ ଯାତନା ଅଛି, ଏବେ ମଣ୍ଡଳୀ ଗର୍ଭ ଯାତନା ଭିତରେ ଯାଉଛି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇ ଯୋଉ ଅଂଶ ଆମେ ପଢୁଥିଲୁ ଯୋହନ ସୁସମାଚାର 15 ପର୍ବରେ 20 ପଦର ଦ୍ୱିତୀୟ ଅଂଶକୁ ମୁଁ ଯାଉଛି। ଯଦି ସେମାନେ ମତେ ତାଡ଼ନା କରିଛନ୍ତି ତାହେଲେ ତୁମମାନଙ୍କୁ ମଧ୍ୟ ତାଡ଼ନା କରିବେ। ଭେରି ସିମ୍ପଲ। ମୁଁ କିଛି ବୁଝିବା ପାଇଁ ଚେଷ୍ଟା କରୁନି, ମୁଁ ଆପଣଙ୍କୁ ବୁଝିବା ପାଇଁ ନାହିଁ ମଧ୍ୟ ଏଠି। ଆପଣ ବୁଝୁଛନ୍ତି, ମୁଁ ବି ବୁଝୁଛି। ଯୀଶୁଙ୍କୁ ତାଡ଼ନା କଲେ 3 ବର୍ଷ 6 ମାସ ସେବା କାର୍ଯ୍ୟ ଭିତରେ କେତେ ଥର ତାଙ୍କୁ ଆକ୍ରମଣ କରାହେଇଛି, କେତେ ତାଙ୍କୁ ନିନ୍ଦା ଅପମାନ ଲଜ୍ଜା କରାହେଇଛି। ସେ ଲୋକଙ୍କର ସେବା କରି କରି ଯାଇଛନ୍ତି, ଲୋକଙ୍କୁ ଖାଇବାକୁ ଦେଇଛନ୍ତି, ଅନ୍ଧମାନଙ୍କୁ ସୁସ୍ଥ କଲେ, ବଧିରମାନଙ୍କୁ ସୁସ୍ଥ କଲେ, ଲେଙ୍ଗଡ଼ାମାନଙ୍କୁ ଚାଲିବାକୁ ଶକ୍ତି ଦେଲେ, ଭୋକିଲାମାନଙ୍କୁ ଖାଇବାକୁ ଦେଲେ, ପାପୀମାନଙ୍କୁ, କରକ୍ରିମାନଙ୍କୁ, ବେଶ୍ୟାମାନଙ୍କୁ କ୍ଷମା କଲେ, ସେମାନଙ୍କୁ ସାନ୍ତ୍ୱନା ଦେଲେ, ସେମାନଙ୍କର ପାପ ଧୋଇଦେଲେ, ଅନେକ ଉତ୍ତମ କାର୍ଯ୍ୟ କଲେ, ମୃତ ଲୋକମାନଙ୍କୁ ଉଠେଇଲେ, 4 ଦିନର ମୋଢା ଲାଜରାକୁ ଉଠେଇଲେ, ଗନ୍ଧି ଯାଉଥିଲା। କେତେ ଆଶ୍ଚର୍ଯ୍ୟ କର୍ମ କଲେ। ଆଉ ବାଇବେଲ ପ୍ରକାଶ କରେ, ଯୋହନ କହୁଛନ୍ତି ଯଦି ଲେଖିଲେ ଜାଗା ନଥାନ୍ତା ରଖିବା ପାଇଁ। ସେଥିପାଇଁ ସେ କହିଲେ ଜଗତ ଯଦି ସେମାନେ ମତେ ତାଡ଼ନା କରିଛନ୍ତି ତାହେଲେ ତୁମମାନଙ୍କୁ ମଧ୍ୟ ତାଡ଼ନା କରିବେ। କାରଣ ନଥାଇକି ତାଡ଼ନା କରିବେ। ଭାଇ ଭଉଣୀ ମାନେ, ଏ କଥା ମନେ ରଖିଥାନ୍ତୁ। ମିଥ୍ୟା ଅଭିଯୋଗରେ ତାଡ଼ନା କରିବେ, ମିଥ୍ୟା ଅଭିଯୋଗରେ ବିପଦରେ ପକେଇବେ, ଶତ୍ରୁତା କରିବେ, ହିଂସା ପରାୟଣ କରିବେ, ଈର୍ଷା କରିବେ, ତାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ। ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି ତାହେଲେ ତୁମମାନଙ୍କ ବାକ୍ୟ ମଧ୍ୟ ପାଳନ କରିବେ। ଯଦି କିଏ ସତ୍ୟ ଅନୁସନ୍ଧାନ କରୁ କରୁ ଈଶ୍ୱରଙ୍କ ବାକ୍ୟ ବାଇବେଲରୁ କି କୌଣସି ପ୍ରଭୁଙ୍କ ଦାସଙ୍କ ମୁଖ ଦେଇ ଯଦି କିଏ ସତ୍ୟତା ବୁଝିକି ପ୍ରଭୁଙ୍କୁ ପାଖରେ ନିଜକୁ ସମର୍ପଣ କରିଦେଲା, ତାହେଲେ ସେ ତମ କଥା ମଧ୍ୟ ମାନିବ ବା ଗ୍ରହଣ କରିବ ବା ସମର୍ଥନ କରିବ। ଆଜି ଯଦି କିଛି ଭୁଲ ତ୍ରୁଟି ହେଉଛି ବା ପାପ ହେଉଛି, ଅନ୍ୟାୟ ହେଉଛି ବିନା କାରଣରେ, ତାର କାରଣ ଅଜ୍ଞାନତାବଶତଃ ଅନେକ ଭୁଲ କାମକୁ ଠିକ ବୋଲି ପ୍ରମାଣ କରାଯାଉଛି ଏବଂ ଅନେକ ଠିକ ବିଷୟଟାକୁ ଭୁଲ ବୋଲି ପ୍ରମାଣ କରାଯାଉଛି। ଆଉ ତାକୁ ସମର୍ଥନ ଲୋକ କରୁଛନ୍ତି, ଜାଣିକି ଭୁଲକୁ ଭୁଲ ବୋଲି ଜାଣିଛନ୍ତି କିନ୍ତୁ ସମର୍ଥନ କରନ୍ତି ଆତ୍ମସନ୍ତୋଷ ପାଇଁ, ଆତ୍ମ ଅହଙ୍କାର, ଆତ୍ମଗର୍ବ, ସେଇଟା ଆତ୍ମକେନ୍ଦ୍ରିକ, ନିଜର ଆଇଡେଣ୍ଟିଟି ପାଇଁ। ତାପରେ କ'ଣ ଲେଖା ହେଇଛି ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ, କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣିନଥିବାରୁ ମୋହର ନାମ ସକାଶେ ତୁମମାନଙ୍କୁ ପ୍ରତି ଏପରି କରିବେ। ସେମାନେ ସୃଷ୍ଟିକର୍ତ୍ତା, ପ୍ରେରଣକର୍ତ୍ତା ଯୀଶୁଙ୍କୁ ଯିଏ ଜଗତକୁ ପଠେଇଲେ, ତାର ଅର୍ଥ ପ୍ରଭୁ ଯୀଶୁ ତ ସ୍ୱୟଂ ନିଜେ ଈଶ୍ୱର, କିନ୍ତୁ ସେ ଜଗତକୁ ଆସିବାରୁ ସେ ସ୍ୱର୍ଗ କଥା କହୁଛନ୍ତି। କାହିଁ ଜଗତକୁ ଆସିଲେ ତ ମନୁଷ୍ୟ ପୁତ୍ର ହେବା ପାଇଁ ପଡିବ ନା, କହିଲେ ଘରେ ତ ଜନ୍ମ ହେବାକୁ ପଡିବ। ଏଥିପାଇଁ ସେ କହିଲେ କ'ଣ ବୋଲିକି, ମତେ ସ୍ୱର୍ଗରୁ ମତେ ପ୍ରେରଣ କରାହେଇଛି। ମୁଁ ଏଇ ଜଗତରେ ମନୁଷ୍ୟକୁ ଜନ୍ମ ହେବାଟା ସ୍ୱର୍ଗରେ ନିର୍ଦ୍ଧାରିତ, ମୁଁ ନିଜେ ନିର୍ଦ୍ଧାରଣ କରିଛି।
ଯଦି ମୁଁ ମଣିଷ ହେବି ଜଗତର ମନୁଷ୍ୟକୁ ପାପରୁ ଉଦ୍ଧାର କରିବା ପାଇଁ, କ୍ଷମା କରିବା ପାଇଁ, ପରିତ୍ରାଣ ଦେବା ପାଇଁ, ନରକ ଦଣ୍ଡରୁ ରକ୍ଷା କରିବା ପାଇଁ, ଶୟତାନ କବଳ ରକ୍ଷା କରିବା ପାଇଁ, ମୃତ୍ୟୁରୁ ରକ୍ଷା କରିବା ପାଇଁ, ଜଗତର ଅଭିଶାପରୁ ଆକର୍ଷଣରୁ ଉଦ୍ଧାର କରିବା ପାଇଁ ମୁଁ ମନୁଷ୍ୟ ହେଇକି ଯିବି, ମନୁଷ୍ୟ ହେଇକି ଜନ୍ମ ହେବି, ମନୁଷ୍ୟର ସମସ୍ତ ପରିସ୍ଥିତି ମଧ୍ୟ ଦେଇ ମୁଁ ଗତି କରିବି ଯେମିତି ମନୁଷ୍ୟ ମୋତେ ବୁଝିପାରିବେ। ଈଶ୍ୱରଙ୍କୁ ବୁଝିବା ବହୁତ କଷ୍ଟ। କିଏ ବୁଝିବ ଈଶ୍ୱର? ଅନାଦି ଅନନ୍ତ ବ୍ୟକ୍ତିତ୍ୱ। ଖ୍ରୀଷ୍ଟଙ୍କ ବିଷୟରେ ଲେଖା ହେଇଛି ଅନାଦି କାଳର ଉତ୍ପତ୍ତି ତାଙ୍କର। ଜନ୍ମ ସିନା ହେଲେ ବେଥଲେହେମରେ ଐତିହାସିକ ଭାବରେ 2000 ବର୍ଷ ତଳେ, କିନ୍ତୁ ସେ ଅନାଦି ଅନନ୍ତ ବ୍ୟକ୍ତିତ୍ୱ, ଅତି ପୁରାତନ କାଳ, ଆଦ୍ୟ ବୋଲି କେବେ ଆମେ ଜାଣୁ, ଇନ୍ ଦ ବିଗିନିଂ। ଏଥିପାଇଁ ମୋର ଭାଇ ଭଉଣୀ ମାନେ ତାଙ୍କର ଉତ୍ପତ୍ତି ଅନାଦି କାଳ। ଅନାଦି କାଳ କହିଲେ ଆଦି ନାହିଁ, ସେ ପ୍ରକାଶିତ ବେଥଲେହେମରେ। ଏଥିପାଇଁ ଏଠି ସେ କଥା କହୁଛନ୍ତି, ଆଶ୍ଚର୍ଯ୍ୟ କଥା, ମୋର ପ୍ରେରଣକର୍ତ୍ତାଙ୍କୁ ଜାଣିନଥିଲୁ ପ୍ରକୃତରେ ଈଶ୍ୱରଙ୍କୁ ମନୁଷ୍ୟ ଜାଣିପାରେ ନାହିଁ। ଏଥିପାଇଁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ଈଶ୍ୱରଙ୍କୁ ଖୋଜୁଛି। କିନ୍ତୁ 2000 ବର୍ଷ ତଳେ ସ୍ୱୟଂ ସୃଷ୍ଟିକର୍ତ୍ତା, ସ୍ୱର୍ଗ ମର୍ତ୍ତ୍ୟ ପାତାଳର ପ୍ରଭୁ, ଦୃଶ୍ୟ ଅଦୃଶ୍ୟର ମାଲିକ, ଅନାଦି ଅନନ୍ତ ବ୍ୟକ୍ତିତ୍ୱ, ସ୍ୱୟଂଭୂ ସ୍ୱୟଂଜୀବୀ ଆତ୍ମାରୂପୀ ପରମେଶ୍ୱର, ସର୍ବବ୍ୟାପୀ ସର୍ବନ୍ତର୍ଯ୍ୟାମୀ ସର୍ବପରାକ୍ରାନ୍ତ ପରମେଶ୍ୱର ମନୁଷ୍ୟ ହେଇକି ଜଗତରେ ଜନ୍ମ ହେଲେ। ମାତା ମରିୟମଙ୍କ ଗର୍ଭ ଦେଇକି ଆଗରୁ ଲେଖା ହେଇଥିଲା, 500-600 ବର୍ଷ ପୂର୍ବରୁ ଭାବାଣୀ ହେଇଥିଲା। ଏପରିକି ତାଙ୍କର କ୍ରୁଶରେ ମରିବା ବିଷୟରେ 1000 ବର୍ଷ ପୂର୍ବରୁ ଲେଖା ହେଇଥିଲା। ଗୀତ ସଂହିତା 22ରେ ଦାଉଦ ପ୍ରକାଶ କରୁଛନ୍ତି ଖ୍ରୀଷ୍ଟଙ୍କ ମରଣ କଥା। ଦାଉଦ ରାଜାଙ୍କ ସମୟରେ କ୍ରୁସିଫିକେସନ ନଥିଲା। କେତେ ବର୍ଷ ପୁରୁଣା ଘଟଣା ଏଟା। ରୋମିଓ ମାନେ ଯୋଉ କ୍ରୁସିଫିକେସନ କରୁଥିଲେ, କ୍ରୁଶରେ ମାରିଥିଲେ, ସେଟା ସବୁ ଲେଖିଛନ୍ତି ସେ ଆଗରୁ। ଏଥିପାଇଁ ଏଇଟା ମନଗଢ଼ା କାହାଣୀ ନୁହେଁ, এটা କାହାକୁ ଭୁଲେଇବା ପାଇଁ ଲେଖା ହିଁ ନାହିଁ। এটা ସତ୍ୟ, ଈଶ୍ୱର ମୁଖ ନିଶ୍ଚିତ ବାକ୍ୟ, ଆତ୍ମାଙ୍କ ଦ୍ୱାରା ପ୍ରଭାବିତ ପରିଚାଳିତ ଏ ବାକ୍ୟ ପ୍ରକାଶ ପାଇଛି। ଏଥିପାଇଁ ସେ କ'ଣ କହିଲେ, ତାହେଲେ ସେମାନଙ୍କର, ସେ କହୁଛନ୍ତି ମୋର ପ୍ରେରଣକର୍ତ୍ତାଙ୍କୁ ଜାଣିନଥିବାରୁ 21 ପଦ, ମୋର ନାମ ସକାଶେ ତୁମମାନଙ୍କ ପ୍ରତି ଏହି ସମସ୍ତ ଏହି ପ୍ରକାର କରିବେ। ଯଦି ମୁଁ ଆସି ସେମାନଙ୍କୁ କହିନଥାନ୍ତି ତାହେଲେ ସେମାନଙ୍କର ପାପ ହୋଇଥାନ୍ତା। କିନ୍ତୁ ଏବେ ସେମାନଙ୍କର ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। ସବୁ ଭାଷାରେ ବାଇବଲ ପ୍ରିଣ୍ଟ ହେଇଛି, ପ୍ରାୟ ସବୁ ଭାଷାରେ। ଯେତେ ଭାଷା ପୃଥିବୀରେ ଅଛି ଆଉ ଯୋଉଠି ପ୍ରିଣ୍ଟ ହେଇନାହିଁ ସେଇଟା ରେକର୍ଡିଂ କରିକି ଆୱାଜରେ ଲୋକମାନେ ଶୁଣିବା ପାଇଁ ସୁଯୋଗ ପାଉଛନ୍ତି। ଅନେକ ଏଇ ବାକ୍ୟ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ, କ'ଣ ସେ ବାକ୍ୟ? ଦ୍ୱିପଦ, ଯୀଶୁ ପାପୀ ପାଇଁ ମୃତ୍ୟୁଭୋଗ କଲେ, ପାପ କ୍ଷମା କରିଛନ୍ତି 2000 ବର୍ଷ ତଳେ, ତାଙ୍କୁ ବିଶ୍ୱାସ କଲେ ଲୋକ ପରିତ୍ରାଣ ପାଇବ। ଏଇଟା ହେଉଛି ସମ୍ବାଦ ବାଇବଲ, ଗୋଟେ ସିମ୍ପଲ ସମ୍ବାଦ, କିଛି ନାହିଁ ଏଠି ଏତେ ଧର୍ମ କର୍ମ ଏଇଟା ସେଇଟା ନାହିଁ। ସେଇଟା ତ କର୍ତ୍ତବ୍ୟ ମନୁଷ୍ୟର କରିବାଟା, କିନ୍ତୁ ମୁକ୍ତି, ପରିତ୍ରାଣ, ପାପ କ୍ଷମା, ସ୍ୱର୍ଗ ପ୍ରାପ୍ତି ବିନା ମୂଲ୍ୟରେ ଅନୁଗ୍ରହରେ ଯୀଶୁଙ୍କର ବଳିଦାନ, ସେ ପ୍ରାଣ ଦେଇକି ରକ୍ତ ଦେଇକି ମୁକ୍ତିର ମୂଲ୍ୟ ଦେଇକି ଆପଣଙ୍କୁ ମୋତେ ଉଦ୍ଧାର କରିଛନ୍ତି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ବିଭିନ୍ନ ତାଡ଼ନା ମଧ୍ୟ ଦେଇ ମଣ୍ଡଳୀ ଯାଉଛି ଆଉ ତାକୁ ପ୍ରମାଣ କରିବା ପାଇଁ ଲୋକ ଅନେକ ବାହାନା କରୁଛନ୍ତି। ପ୍ରଭୁ କହିଲେ ସେମାନେ ବାହାନା କରିବେ, ସେମାନେ ବାହାନା କରିବେ, ସେମାନେ ବାହାନା କରିପାରିବେ ନାହିଁ। କାହିଁକି ବୋଇଲେ ସାକ୍ଷ୍ୟ ରହିଯାଇଛି। ଆଜି ନହେଲେ କାଲି ସେ ରେକର୍ଡ ଖୋଲିବ, କିଏ କୋଉଠି କ'ଣ କରିଛି, କିଏ କାହାକୁ କେତେ ଅତ୍ୟାଚାର କରିଛି, କୋଉଠି କ'ଣ କରିଛି, ସେ ରେକର୍ଡ। ଆପଣ ମୁଁ କ'ଣ କରିଛୁ ରେକର୍ଡ ଅଛି ପ୍ରଭୁଙ୍କ ପାଖରେ। ଯଦି ଜଗତରେ ଆମେ କୌଣସି ଅଫିସରେ କି ସରକାରୀ ଅଫିସରେ କି ବିଜନେସରେ କି ପରିବାର ଭିତରେ ସମାଜରେ ରହିଲେ ଯେ ଆମର ରେକର୍ଡ ରହୁଛି, ଆମେ ରେକର୍ଡ ମେଣ୍ଟେନ୍ କରୁଛୁ, ହିସାବ ଦେବାକୁ ପଡ଼ୁଛି, ତାଙ୍କ ପାଖରେ କ'ଣ ହିସାବ ଦିଆଯିବ ନାହିଁ? ପ୍ରତ୍ୟେକ ମନୁଷ୍ୟ ହିସାବ ଦେବ। ଆଉ ବାଇବଲ ପ୍ରମାଣ କରୁଛି ମୃତ ବ୍ୟକ୍ତିମାନେ ଆଉ ଜୀବିତ ବ୍ୟକ୍ତିମାନେ ଶ୍ବେତ ସିଂହାସନ ସମ୍ମୁଖରେ ଠିଆ ହେବେ ଆଉ ପୁସ୍ତକ ଗୁଡ଼ାକ ଖୋଲାଯିବ। ଆଉ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ନଥିବ ସେମାନେ ଅନନ୍ତ ଅଗ୍ନିମୟ ହ୍ରଦରେ ପକାଯିବେ। ଦେଖାଏ ଭୟଙ୍କର କଥା, ସମୟ ନାହିଁ ସେ ବିଷୟ କହିବା ପାଇଁ। ଏଥିପାଇଁ ଆଜି ଯଦି ଆପଣଙ୍କ ଭିତରେ ମୋ ଭିତରେ ଗୋଟେ ପ୍ରଶ୍ନ ଅଛି, କାହିଁକି, କେମିତି ଆଉ କେବେ, କାହିଁକି ଏସବୁ ଘଟୁଛି, କେବେ ସମାପ୍ତ ହେବ, ଏଟା କେମିତି ହେଉଛି? ଆପଣଙ୍କର ମୋର ସାହାଯ୍ୟକାରୀ ପବିତ୍ର ଆତ୍ମା
ସେ କୌଣସି ମାଧ୍ୟମରେ ଆପଣଙ୍କୁ ମୋତେ ସୁରକ୍ଷିତ କରିବେ। ତୁମ ପାର୍ଶ୍ୱରେ ସହସ୍ର, ତୁମ ଦକ୍ଷିଣ ପାର୍ଶ୍ୱରେ ଅୟତ ଲୋକ ପଡ଼ିବେ, ମାତ୍ର ତାହା ତୁମ କତିକି ଆସିବ ନାହିଁ। ଦିବସର ଉଡ଼ନ୍ତା ବାଣ କି ରାତ୍ରିର ମହାମାରୀ ତୁମକୁ ଆଘାତ କରିପାରିବ ନାହିଁ। ଇସ୍ରାଏଲକୁ ଯିଏ ରକ୍ଷା କରନ୍ତି ସେହି ପରମେଶ୍ୱର ଘୁମାନ୍ତି ନାହିଁ କି ନିଦ୍ରା ଯାଆନ୍ତି ନାହିଁ। ଅଦ୍ୟାବଧି ସଦାକାଳ ସଦାପ୍ରଭୁ ତୁମର ବାହାରେ ଗଲେ ଭିତରେ ଆସିଲେ ତୁମକୁ ରକ୍ଷା କରିବେ। ଏ ବାକ୍ୟର ପ୍ରତିଜ୍ଞା ପ୍ରଭୁ ଆପଣଙ୍କୁ ମୋତେ ଦେଇଛନ୍ତି। ଆସୁ ଆମେ নম্রতার ସହିତ ପ୍ରତ୍ୟେକ ଦିନ ସମୟ ରଖି ସମୟ ପାଇଲେ ଈଶ୍ୱରଙ୍କ ବାକ୍ୟ ପଢ଼ିବା, ତାଙ୍କ ଉଦ୍ଦେଶ୍ୟ ପଢ଼ିବା, ବୁଝିବା, ତାଙ୍କର ଇଚ୍ଛା ଲୋଡ଼ିବା, ପ୍ରଭୁଙ୍କ ଯୋଜନା ପରିକଳ୍ପନା ସଂକଳ୍ପ କ'ଣ ବୁଝିପାରିବା। ନିଜର ଜ୍ଞାନରେ, ନିଜର ବିବେଚନାରେ, ନିଜର ପ୍ଲାନ୍ ଷ୍ଟ୍ରାଟାଜି କୌଶଳରେ, ଦକ୍ଷତାରେ, ଜ୍ଞାନରେ ଆଉ ଯିବା ନାହିଁ। ଆପଣଙ୍କର ମୋର ସାହାଯ୍ୟକାରୀ କେବଳ ପ୍ରଭୁ ଜଣେ। ଆଉ ସେ ଜାଣନ୍ତି କାହା ଦ୍ୱାରା ଆମକୁ କେତେବେଳେ ସାହାଯ୍ୟ କରିବେ ବା ଆମମାନଙ୍କ ସପକ୍ଷରେ ଠିଆ ହେବା ପାଇଁ ଲୋକମାନଙ୍କୁ ସେ ମୋଟିଭେଟ୍ କରିବେ ବା ଆମମାନଙ୍କୁ ରାସ୍ତା ଦେଖାଇବେ। এই ସମସ୍ତ ପରିସ୍ଥିତି ମଧ୍ୟ ଦେଇ ଆମେ କିପରି ଯାତ୍ରା କରି ପ୍ରଭୁଙ୍କ ପାଖରେ ବିଶ୍ୱସ୍ତ ରହିବା ଶେଷ ପର୍ଯ୍ୟନ୍ତ, ସେହି ବିଷୟ ପ୍ରଭୁ ଆପଣଙ୍କୁ ମୋତେ ତାଙ୍କ ପ୍ଲାନ୍ ଅନୁଯାୟୀ ତାଙ୍କ ସମୟରେ। ଆଉ ଏକଥା ମନେ ରଖିବେ ସ୍ପଷ୍ଟ ଭାବରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଜ୍ଞାନତାରେ ବା ତାଙ୍କର ଅଜଣାତାରେ କୌଣସି ଘଟଣା ଆପଣଙ୍କ ପ୍ରତି, ମୋ ପ୍ରତି, ଖ୍ରୀଷ୍ଟୀୟ ମଣ୍ଡଳ ପ୍ରତି ଘଟିବ ନାହିଁ। ଯାହା ଘଟିବ ଗୋଟିଏ ଗୋଟିଏ ବିନ୍ଦୁ ସେ ଜାଣିବେ। ଆଉ ସେଇଠୁ କିପରି ଉଦ୍ଧାର କରିବେ, ତାର ଫଳ କ'ଣ, ତାର ପୁରସ୍କାର କ'ଣ, ସେଇ କଥା ମଧ୍ୟ ଆଗରୁ ସେ ତାଙ୍କ ବାକ୍ୟରେ କହିଦେଇଛନ୍ତି। ଏଥିପାଇଁ ପ୍ରିୟ ଖ୍ରୀଷ୍ଟ ମଣ୍ଡଳୀ, ଓଡ଼ିଶାର ଖ୍ରୀଷ୍ଟ ମଣ୍ଡଳୀ ଏବଂ ଆମ ଦେଶର ଖ୍ରୀଷ୍ଟ ମଣ୍ଡଳୀ, নম্রତାର ସହିତ ମୁଁ କହିବା ପାଇଁ ଚାହେଁ, ଆସ ମାନେ নম্রତାର ସହିତ ଆତ୍ମସମର୍ପଣ କରି ଜୀବନ କାଟିବା। ଆମେ ଆଜି ଅଛୁ, କାଲି ନାହିଁ। 2025 ମସିହା ପଡ଼ିଲା। 2025 ମସିହାରେ ମୋର ସାନ ପୁଅ ଗୋଟେ ଭୟଙ୍କର ଆକ୍ସିଡେଣ୍ଟ ହେଲା। 16 ତାରିଖ ରାତି 10ଟା ପାଖାପାଖି ବଞ୍ଚିଗଲା। ଜଣକୁ ବଞ୍ଚିବା ପାଇଁ ଯାଇକି ସେ ମରିଯାଉଥିଲା, ଆଉ ପ୍ରଭୁ ତାକୁ ଉଦ୍ଧାର କଲେ। 1 ତାରିଖ ଦିନ ଗୋଟେ ଉପାସନାରେ ଥିଲି, ଆଉ ସେ ଉପାସନାରେ ବାକ୍ୟ ଆଲୋଚନା କରିକି ଯେତେବେଳେ ମୁଁ ବାକ୍ୟ ସମାପ୍ତ କରାଯାଉଛି ସେହି ସମୟରେ ମୁଁ ସେ ଚେୟାରରେ ବସିଲି, ଆଉ ସେଇ ଜାଗାରେ ମୁଁ ସେନ୍ସଲେସ୍ ହେଇଗଲି, ଆଉ ଚେୟାରରୁ ତଳେ ପଡ଼ିଗଲି। ମଣିଷର ଜୀବନର କୌଣସି ମୂଲ୍ୟ ନାହିଁ। କୋଉଠି କେତେବେଳେ କ'ଣ ହେବ ନବଡି ନୋସ୍। କିନ୍ତୁ ଆମେ ପ୍ରସ୍ତୁତ ଅଛୁ କି? ଯଦି ପ୍ରସ୍ତୁତ ଅଛୁ, ପ୍ରଭୁ ଆଜି ଆସନ୍ତୁ, କାଲି ଆସନ୍ତୁ, ଆଉ 10 ବର୍ଷ ପରେ ଆସନ୍ତୁ ବା 100 ବର୍ଷ ପରେ ଆସନ୍ତୁ, we are not bothered about that। ଖ୍ରୀଷ୍ଟଙ୍କ ଠାରେ ଯିଏ ଥାଇ ମରିଛି ସେ ପ୍ରଥମେ ଉଠିବ। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ସେପରି ବଞ୍ଚିବେ, ପ୍ରଭୁ ଆସିଲା ବଞ୍ଚିଥିବେ, ରୂପାନ୍ତରିତ ହେଇ ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। ଆପଣ ମୁଁ ଆଜି ପ୍ରସ୍ତୁତ ଅଛୁ କି? ପ୍ରଭୁ ଆଶୀର୍ବାଦ କରନ୍ତୁ।